କଳି କୁମୁଦ ଅଗ୍ରଜ ପୁରୀ ଯେତେ ଚେଷ୍ଟା କଲା ମଧ୍ୟ ନ ମିଳିଲା ଆମର ଅମୃତ। ନାଇଁ ଅଗ୍ରଜ ନାଇଁ, ମତେ କାହିଁକି ଅଛି ଲାଗୁଛି ସନ୍ଦେହ ଅଗ୍ରଜ। ଦେବତା ମାନେ ହେଉଛନ୍ତି ବଡ଼ ମାୟାବୀ ଅଗ୍ରଜ। ନିଶ୍ଚୟ ମାୟା କରି ଲଜାଇ ରଖିଛନ୍ତି ସେମାନେ। ମହାରାଜ ମହାପୁର ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି ମହାରାଜ। ଯେତେ ଚେଷ୍ଟା କଲୁ ନ ପାଇଲୁ ଅମୃତ ମୁଦାଏ। ହଁ ହଁ ମହାରାଜ, ନ ପାଇଲୁ ଅମୃତ ମୁଦାଏ। ନାଇଁ କଳି କୁମୁଦ ଅଗ୍ରଜ କ୍ରୋଧ ମହାରାଜ ମୋ ତକ୍ଷକ ନିଶ୍ଚୟ ଅଧିକାର କରିବି ଆମର ଅମୃତ। ନିଶ୍ଚୟ ଯେଉଁଠି ଥାଉ ଯାହା ପାଖରେ ବି ଥାଉ ଛଡ଼ାଇ ଆଣିବି ଆମର ଅମୃତ। ଅମର କରି ରଖିବି ଆମ ବିଶାଳ ନଗ ବଂଶ। ହଁ ବୁଝିଲ ପିଲା ହେଲେ ଠିକ ବୁଝିବ। ତାହେଲେ ଆମେ ଏବେ କଣ କରିବା ଅଗ୍ରଜ? ଚୋଟ ମାରିବା ଚୋଟ। ଅଗ୍ରଜ ଜୟ ଜ୍ୟେଷ୍ଠ ଭ୍ରାତ ତକ୍ଷକଙ୍କର, ଜୟ ଜ୍ୟେଷ୍ଠ ଭ୍ରାତ ତକ୍ଷକଙ୍କର, ଜୟ ଜ୍ୟେଷ୍ଠ ଭ୍ରାତ ତକ୍ଷକଙ୍କର। ତକ୍ଷକ ମଧ ଆମର ପ୍ରଣାମ ଗ୍ରହଣ କରନ୍ତୁ। ନାଇଁ ତକ୍ଷକ ନା, ତୁଚ୍ଛା ଭକ୍ତି ପ୍ରଣାମ କଲେ କେବେ ବି ହେଲେ ମାତାର ସମ୍ମାନ ବଢ଼ିବ ନାହିଁ ପୁତ୍ର। ମଧ ତୁ ଯଦି ମୋର ସମ୍ମାନ ବଢ଼ାଇବାକୁ ଚାହୁଁଛୁ ତାହେଲେ ମୋହର ନିର୍ଦ୍ଦେଶ ମାନି ତୋତେ ମୋହର କାର୍ଯ୍ୟ କରିବାକୁ ପଡ଼ିବ। କୁହନ୍ତୁ ମଧ ତକ୍ଷକ ଆପଣଙ୍କ ନିର୍ଦ୍ଦେଶ ଅକ୍ଷର ଅକ୍ଷରେ କରିବୁ ପାଳନ। କୁହନ୍ତୁ ମଧ ଆମକୁ କଣ କରିବାକୁ ହେବ? ତେବେ ଯାଅ ତକ୍ଷକ। ମଧ ତମେ ନିଶ୍ଚୟ ଯାଇଥିବ ସେଇ ସାଗର କୂଳକୁ। ମୁଁ ନିଶ୍ଚୟ ଦେଖିବାକୁ ଯିବି ସେଇ ସାଗର କୂଳକୁ ଇନ୍ଦ୍ରଙ୍କର ଉଚ୍ଚେଶ୍ର ବାସ। ଆଉ ତାପରେ କଣ ହେବ ମଧ? ଏ ଧଳା ଶକୁକଳା କରିବା ଯତ୍ନରେ ବିଶ୍ୱଜଳ ଢାଳି ତାକୁ କରିବ ବିବର୍ଣ୍ଣରେ। ପାଖରେ ଯାଇ ଦେଖିବି ଧଳା ଶକଳରେ ଜାଣି ରଖ ନହେଲେ ତ ବୁଡ଼ିଯିବ ଭେଳାରେ। ଦେଖିବି ତୋ ପିତାଙ୍କର କେତେ ବୁଦ୍ଧି ବଳରେ। ଶପତୁଣୀ ଆଣିଦେଲେ ହେଲା ମୋର କାଳରେ। ଅମର ସେ ଅସବର ନ ମାନିବ କେବେରେ। ଖାଲି ବିଶ୍ୱ ଜଳାତ୍ମ ହୋଇବ ବିଭିନ୍ନରେ। ମୋହର ନିର୍ଦ୍ଦେଶ କରତି ପାଳନରେ। ଭାରତରେ ନହେଲେ ବୁଡ଼ିଯିବ ଭେଳାରେ। ମଧ ବୁଝିଲ ପିଲା ହେଲେ ଠିକ ବୁଝିବ। ଆପଣଙ୍କ ନିର୍ଦ୍ଦେଶ ଶିରୋଧାର୍ଯ୍ୟ ମଧ। ଦେଖିବ ମଧ ବିଷ ଜ୍ୱାଳାରେ ଧଳା ଅଶ୍ଵ ତିସି ବଟି କଳା। ଆଉ ତାପରେ ଆମେ ଛୋଟ ମାରିବୁ ଛୋଟ। ଯାଅ ଯାଅ କାଳି କୁମୁଦ। ସେ ସାଗର କୂଳରେ ତମେ 3 ଜଣ ମତେ କରିଥିବ ଅପେକ୍ଷା ମୁଁ ନିଶ୍ଚୟ ଦେଖିବାକୁ ଯିବି ଇନ୍ଦ୍ରଙ୍କର ଉଚ୍ଚେଶ୍ର ବାସ। ଯାଅ ଯାଅ ତକ୍ଷକ, ଯାଅ କାଳି କୁମୁଦ, ଯାଅ କୋଳଥ।
শুনি ତମେ ଆଜି ଯୋଉ ଜାଣି ଶୁଣି ମୋ ଭଗ୍ନୀ ବିନତକୁ ସବୁ ତୁଣି କରି ଆଣିଛ ମୋହରି ପାଖକୁ। ରକ୍ଷା କର ତାହାରି ଜୀବନ ମୋହରି ହସ୍ତ। ଦୁର୍ଦାନ୍ତ ନାୟିକା ଓ ଦଣ୍ଡି କତ୍ରୁ।